ଆଜିର ପ୍ରସଙ୍ଗ ଦେଶର ନିରନ୍ତର ଶକ୍ତି କ୍ଷେତ୍ର ଭବିଷ୍ୟତ ସବୁଜ ହାଇଡ୍ରୋଜେନ୍। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ସୁଜିତ କୁମାର ଦେବତା। ଭାରତ ଦୀର୍ଘ ଦିନ ଧରି ନିରନ୍ତର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଜଳବାୟୁ ଲକ୍ଷ୍ୟ ପାଇଁ ବିଶ୍ୱସ୍ତରୀୟ ସ୍ୱୀକୃତି ଅର୍ଜନ କରିଛି। ପ୍ୟାରିସ୍ ଚୁକ୍ତି ଲକ୍ଷ୍ୟକୁ ଅତିକ୍ରମ କରିବା ପରେ ଦେଶ ଏବେ 2047 ସୁଦ୍ଧା ଶକ୍ତି ସ୍ୱାଧୀନତା ହାସଲ କରିବ ଏବଂ 2070 ସୁଦ୍ଧା ଶୂନ୍ୟ ନିଗମନରେ ପହଞ୍ଚିବା ଉପରେ ଧ୍ୟାନ ଦେଉଛି। ଏହି ଦୃଷ୍ଟିକୋଣର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ଗ୍ରୀନ୍ ହାଇଡ୍ରୋଜେନ୍, ଏକ ଅଭିନବ ସ୍ୱଚ୍ଛ ଶକ୍ତି ସମାଧାନ ଯାହା ଭାରତର ଶକ୍ତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ଏବଂ ଏହାକୁ ଅକ୍ଷୟ ଶକ୍ତି ଉତ୍ପାଦନରେ ଏକ ବିଶ୍ୱସ୍ତରୀୟ ନେତୃତ୍ୱ ଭାବରେ ଅବସ୍ଥାପିତ କରିବାରେ କ୍ଷମତା ରଖିଛି। ବିଶ୍ୱର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅକ୍ଷୟ ଶକ୍ତି କ୍ଷେତ୍ର ମଧ୍ୟରୁ ଅନ୍ୟତମ। ଭାରତର ପ୍ରଚୁର ଅକ୍ଷୟ ଶକ୍ତି ସମ୍ବଳ ହାଇଡ୍ରୋଜେନ୍ ଯୋଗାଣ ପାଇଁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରୁଛି। ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ ହେଉଛି ଏକ ବ୍ୟାପକ ପଦକ୍ଷେପ ଯାହା ଭାରତର ଏକ ଶକ୍ତିଶାଳୀ ସବୁଜ ହାଇଡ୍ରୋଜେନ୍ ଇକୋସିଷ୍ଟମ ନିର୍ମାଣ କରିବା ପାଇଁ ଡିଜାଇନ୍ କରାଯାଇଛି, ଯାହା ଉଦୀୟମାନ କ୍ଷେତ୍ରରେ ସୁଯୋଗ ଏବଂ ଆହ୍ୱାନର ମୁକାବିଲା କରିବ। ଜଳବାୟୁ ପରିବର୍ତ୍ତନର ମୁକାବିଲା, ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଦେଶଗୁଡ଼ିକ କାର୍ଯ୍ୟ କରୁଥିବାରୁ ସ୍ୱଚ୍ଛ ଶକ୍ତି ପ୍ରତି ବିଶ୍ୱବ୍ୟାପୀ ପରିବର୍ତ୍ତନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଅନ୍ୟ ଦେଶମାନେ ସେମାନଙ୍କର ଅକ୍ଷୟ ଶକ୍ତି ଆକାଂକ୍ଷା ନେଇ ଆଗକୁ ବଢ଼ୁଥିବା ବେଳେ ଏହି କ୍ଷେତ୍ରରେ ଭାରତର ନେତୃତ୍ୱ ଦିନକୁ ଦିନ ଗୁରୁତ୍ୱପୂର୍ଣ୍ଣ ହେବାରେ ଲାଗିଛି। ସୌର ଓ ପବନ ଭଳି ଅକ୍ଷୟ ଉତ୍ସରୁ ଉତ୍ପାଦିତ ଗ୍ରୀନ୍ ହାଇଡ୍ରୋଜେନ୍ ନିରନ୍ତର ଅର୍ଥନୈତିକ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଶିଳ୍ପ ପରିବର୍ତ୍ତନ, ଶକ୍ତି ଉତ୍ପାଦନ ଭଳି କଠିନ କ୍ଷେତ୍ରକୁ ନିଷ୍କ୍ରିୟ କରିବାର ବିପୁଳ ସମ୍ଭାବନା ରଖିଛି। ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ ମାଧ୍ୟମରେ ଭାରତ କେବଳ ବିଶ୍ୱ ସ୍ଥାୟିତ୍ୱରେ ଯୋଗଦାନ କରେ ନାହିଁ, ବରଂ ଏକ ସ୍ୱଚ୍ଛ, ସବୁଜ ଏବଂ ଅଧିକ ଶକ୍ତି ସୁରକ୍ଷିତ ଭବିଷ୍ୟତ ପାଇଁ ମାର୍ଗ ପ୍ରଶସ୍ତ କରେ। ଭାରତ 2070 ସୁଦ୍ଧା ଶୂନ୍ୟ ନିଗମନ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ 2030 ସୁଦ୍ଧା ଶକ୍ତି ଚାହିଦା 25% ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ଏହାର 40%ରୁ ଅଧିକ ପ୍ରାଥମିକ ଶକ୍ତି ଆମଦାନୀ ହେଉଥିବାରୁ ଅକ୍ଷୟ ଶକ୍ତିରେ ପରିବର୍ତ୍ତନ ଏବଂ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ପାଇବା ଆବଶ୍ୟକ। ଅକ୍ଷୟ ଶକ୍ତିରୁ ଉତ୍ପାଦିତ ସବୁଜ ହାଇଡ୍ରୋଜେନ୍ କାର୍ବନ ନିର୍ଗମନ ହ୍ରାସ ଏବଂ ଶକ୍ତି ଆତ୍ମନିର୍ଭରଶୀଳତାରେ ଉନ୍ନତି ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରେ। ଏହା ପେଟ୍ରୋଲିୟମ ବିଶୋଧନ, ଇସ୍ପାତ ଉତ୍ପାଦନ ଏବଂ ସାର ଭଳି ଶିଳ୍ପରେ ଜୀବାଶ୍ମ ଇନ୍ଧନର ସ୍ଥାନ ନେଇପାରିବ ଏବଂ ଅଟୋମୋବାଇଲ ଓ ଜାହାଜ ସମେତ ହାଇଡ୍ରୋଜେନ୍ ଇନ୍ଧନଯୁକ୍ତ ଦୀର୍ଘ ଦୂରତା ପରିବହନରେ ବ୍ୟବହୃତ ହୋଇପାରିବ। ଏହା ବ୍ୟତୀତ ଏହା ଦୁର୍ଗମ ଅଞ୍ଚଳରେ ଶକ୍ତି ଆବଶ୍ୟକତା ପୂରଣ କରିବାରେ କ୍ଷମତା ରଖିଛି। ଗବେଷଣା ଓ ବିକାଶ, ଉତ୍ପାଦନ ଏବଂ ଭିତ୍ତିଭୂମି ବୃଦ୍ଧି ପାଇଁ ସରକାରୀ ପାଣ୍ଠି ଏବଂ ନୀତି ସହାୟତା ବ୍ୟବହାର କରି ବିଶ୍ୱର ଦେଶଗୁଡ଼ିକ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ ବୃଦ୍ଧି କରିଛନ୍ତି। ଉଚ୍ଚ ଖର୍ଚ୍ଚ ଏବଂ ସମନ୍ୱିତ ମାନଦଣ୍ଡର ଅଭାବ ଭଳି ଆହ୍ୱାନ ସତ୍ତ୍ୱେ ବୈଷୟିକ ଉନ୍ନତି ଏବଂ ଅକ୍ଷୟ ଶକ୍ତି ଓ ଇଲେକ୍ଟ୍ରୋଲାଇଜ୍ର ହ୍ରାସ ଖର୍ଚ୍ଚ ସୂଚାଉଛି ଯେ ଗ୍ରୀନ୍ ହାଇଡ୍ରୋଜେନ୍ ଖୁବ୍ ଶୀଘ୍ର ବିଭିନ୍ନ କ୍ଷେତ୍ରରେ ମୂଲ୍ୟ ପ୍ରତିଯୋଗିତାମୂଳକ ହେବ। ଜାନୁଆରୀ 2023ରେ ଆରମ୍ଭ ହୋଇଥିବା ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନର ପ୍ରାଥମିକ ଲକ୍ଷ୍ୟ ହେଉଛି ଭାରତକୁ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ, ବ୍ୟବହାର ଏବଂ ରପ୍ତାନି ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ପ୍ରତିଷ୍ଠା କରିବ ଏବଂ ସ୍ୱଚ୍ଛ ଶକ୍ତି ସମାଧାନ ମାଧ୍ୟମରେ ଦେଶର ଶକ୍ତି ଆତ୍ମନିର୍ଭରଶୀଳତାକୁ ଆଗକୁ ବଢ଼ାଇବ। ଏହି ମହତ୍ୱାକାଂକ୍ଷୀ ପଦକ୍ଷେପ ଭାରତର ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ସହିତ ଜୀବାଶ୍ମ ଇନ୍ଧନ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବ ଏବଂ ସବୁଜ ହାଇଡ୍ରୋଜେନ୍ ପ୍ରଯୁକ୍ତି ଏବଂ ବଜାରରେ ଭାରତକୁ ଏକ ଅଗ୍ରଣୀ ଦେଶରେ ଅବସ୍ଥାପିତ କରିବାରେ ସାହାଯ୍ୟ କରିବ, ଯାହା ବିଶ୍ୱ ସ୍ୱଚ୍ଛ ଶକ୍ତି ପରିବର୍ତ୍ତନରେ ଯୋଗଦାନ କରିବ।